ରାଧେଶ୍ୟାମ। ତ ଆପଣ ଯେତିକି ସମ୍ଭାଳି ପାରିବେ ସେତିକି କରନ୍ତୁ। କ'ଣ କରିବେ? ଈର୍ଷା କରିବା, ଗର୍ବ କରିବା, ଅହଂକାର କରିବା, ପରର ଆଲୋଚନା କରିବା ଓ ପାପରୁ ପାପ କାମ କରିବା ଯେତିକି ସମ୍ଭାଳି ପାରିବେ କରନ୍ତୁ। କାହିଁକି ନା ଆପଣ ଯାହା ବି କରୁଛନ୍ତି ସିଏ ଏକ ଏକ କର୍ମ। ସେଇ ସବୁ କର୍ମ ଆପଣଙ୍କ ପାଖକୁ ହିଁ ଫେରିବ, ଯାହାକି କୌଣସି ଆଡ଼େ ଯାଏ ନାହିଁ। କେବଳ ଆପଣଙ୍କ ପାଖକୁ ଫେରିଥାଏ। ଯାହା ଆପଣ କର୍ମ କରନ୍ତି ସେଇ କର୍ମ ଆପଣଙ୍କୁ ଭୋଗିବାକୁ ପଡ଼ିବ। ସେଥିପାଇଁ ଯେତିକି ସମ୍ଭାଳି ପାରିବେ କରନ୍ତୁ। ଓ ଏଇ କଥା ଆଜିଠାରୁ ମନରେ ସ୍ଥିର ରଖିକି କରିବେ ଯେ ଆପଣ ଯାହା ଭାବୁଛନ୍ତି ଆପଣଙ୍କ ଭାବନାରେ କର୍ମ ବନୁଛି। ସେଥିପାଇଁ ଉଚିତ ବିଚାରକୁ ସବୁବେଳେ ବାଛିବାକୁ ଚେଷ୍ଟା କରିବେ ଯେ ମୁଁ କ'ଣ ଭାବୁଛି, ମୋର ଭାବନାରେ ମଧ୍ୟ କର୍ମ ବନିବାରେ ଲାଗୁଛି। ଏମିତି ନୁହେଁ ଯେ ଆପଣ ଆକ୍ସନରେ କାହାକୁ ବାଡ଼େଇ ଦେଲେ, କାହାକୁ କିଛି କହିଦେଲେ ସିଏ କର୍ମ। ସିଏ ତ କର୍ମ, କିନ୍ତୁ ପ୍ରଥମେ ଭାବିବା ସିଏ କର୍ମ ବନୁଛି, ଯାହାକି ଆପଣ ବିଚାର ମାଧ୍ୟମରେ ସବୁବେଳେ ଭାବି ଚାଲିଛନ୍ତି, ସବୁବେଳେ କର୍ମକୁ କରିଚାଲିଛନ୍ତି। ସେଥିପାଇଁ ସାବଧାନ ହେଇକି ଯେତିକି ସମ୍ଭାଳି ପାରିବେ ସେତିକି କରିବାରେ ଲାଗନ୍ତୁ। ରାଧେଶ୍ୟାମ। ତ ଆପଣ ଭାବୁଛନ୍ତି କି କେମିତି ଭଲ କର୍ମ କରିପାରିବେ? ତ ଶୁଣନ୍ତୁ, ସକାଳୁ ଉଠିବା ମାତ୍ରେ ଆପଣ ଭଗବାନଙ୍କୁ ପ୍ରଥମେ ପ୍ରେ କରନ୍ତୁ। ହେ ଭଗବାନ, ଆଜି ଦିନରେ ମୁଁ ଭଲରୁ ଭଲ କ'ଣ କାମ କରିପାରିବି ସେମିତି ରାସ୍ତା ଦେଖାନ୍ତୁ। ଆଜି ଦିନରେ ମୋ ବିଚାରରେ, ମୋର ଆକ୍ସନରେ ଏମିତି ଭଲ କାମ ହେଇଯାଉ ଯାହାକି ଆଉ କାହା ପାଇଁ ମଙ୍ଗଳ ହେବ। ଏମିତି ଯଦି ଆପଣ ପ୍ରେ କରିବେ ଭଗବାନ ଆପଣଙ୍କୁ ନିହାତି ରାସ୍ତା ଦେଖେଇବାରେ ଲାଗିବେ।